ଝିଅର ସଂକ୍ଷିପ୍ତ ସଂଜ୍ଞା। ଗୋଟିଏ ବାପାକୁ ଥରେ ଗୋଟିଏ ସମ୍ବର୍ଦ୍ଧନା ସଭାରେ ସଂକ୍ଷିପ୍ତରେ ଝିଅ ବିଷୟରେ କହିବା ପାଇଁ କୁହାଗଲା। ଗରିବ ଘରର ଝିଅ, ପରୀକ୍ଷାରେ 95% ନମ୍ବର ରଖି ପ୍ରଥମ ହୋଇଛି। ସମ୍ବର୍ଦ୍ଧନା ଉତ୍ସବରେ ବାପା ତାର ଆଖିରୁ ଲୁହ ପୋଛି ପୋଛି କଥା ଆରମ୍ଭ କରି କହିଲା, ଝିଅକୁ ବୁଝିବାର କ୍ଷମତା ମୋ ପାଖରେ ନାହିଁ କି ମୁଁ ବୁଝିବାକୁ କେବେ ଚେଷ୍ଟା ବି କରିନି। ଝିଅ ମୋ ନଜରରେ ଗୋଟିଏ ତାରା, ଯିଏ ଆସିବା ପରେ ମୋ ଭାଗ୍ୟ ପରିବର୍ତ୍ତନ ହୋଇଗଲା। ଅସ୍ତବିହୀନ ଭାଗ୍ୟ ତାରା ସେ ମୋର। କାମରୁ ଥକି ପଡ଼ି ଯେବେ ଘରକୁ ଫେରି ଆସେ, ଆଉ ଘରେ ପହଞ୍ଚୁ ପହଞ୍ଚୁ ଝିଅ ବାପା ଡାକି ଦେଇ ପାଣି ଗ୍ଲାସ୍ ପିଆଇ ଦିଏ, ସେତେବେଳେ ମୋ ଭିତରେ ନୂଆ ଉର୍ଜା ଭରିଯାଏ। ସେ ମା ପରି ଚେହେରା ପଡ଼ିନିଏ, ଆଉ ତଦନୁସାରେ ବ୍ୟବହାର ବି କରେ। ପୁଣି ବନ୍ଧୁଟିଏ ପରି ଦୁଃଖ ବାଣ୍ଟି ନିଏ। କେବେ ଅଭାବ ଦେଖିଲେ ସ୍ତ୍ରୀ ପରି ଆଶ୍ୱାସନା ବି ଦିଏ। ଆଉ କେବେ ବିଷମ ପରିସ୍ଥିତିରେ ମୋତେ ଦେଖିଲେ ଗୁରୁ ପରି ଭଲ ମନ୍ଦ ପରୀକ୍ଷାର ଜ୍ଞାନ ବି ଦିଏ। ଝିଅ ସିଏ ଯିଏ ଆସିବା ପରେ ମୁଁ ପୁରା ହୋଇଯାଇଛି। ଭାଗ୍ୟ ନେଇ ସମସ୍ତେ ଜନ୍ମ ହୋଇଥାନ୍ତି, କିନ୍ତୁ ଝିଅର ବାପା ହେବାକୁ ହେଲେ ସୌଭାଗ୍ୟ ଦରକାର। ଗରିବ ବାପାର କଥା ସମସ୍ତଙ୍କୁ ଛୁଇଁ ଯାଇଥିଲା। ଭଲ ଲାଗିଲେ ଚ୍ୟାନେଲଟିକୁ ନିଶ୍ଚୟ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।